ନା ଆଜ୍ଞା ଏ ୱାର୍ଡ଼ଟା କାଷ୍ଟିଂ କାଉଚ୍ ୱାର୍ଡ଼ଟା ଆମେ ବହୁତ ଦିନ ଶୁଣିଛୁ ପିଲାବେଳୁ ଆମେ ଶୁଣିଛୁ କେବେ ଏମିତି ଫିଲ୍ କରିନୁ କେବେ କିନ୍ତୁ ଏଇ ଯେଉଁ ଜିନିଷଟା ସମସ୍ତେ କହୁଛନ୍ତି ସେମିତି କୌଣସି ଜିନିଷ ଗଲା ବର୍ଷେ ଫିଲ୍ମ ମୁଁ ତିଆରି କଲି ତା ଭିତରେ କୌଣସି ମୁଁ ନିଜେ ଅନୁଭବ କରିପାରିଲିନି କାରଣ ଯେଉଁ ପିଲା ମୋ ଉପରେ କାମ କରୁଥାନ୍ତି ଯେଉଁ ଆର୍ଟିଷ୍ଟ ହେଉ କୋ ଆର୍ଟିଷ୍ଟ ହେଉ ହିରୋ ବି ହେଉ ସମସ୍ତେ ମୁଁ ପିଲାବେଳେ ଦେଖେ ସାନ ଭାଇ କିଏ ଭଲ ମାନେ ରତନ ମେରି ଥିଲା ଆମର ସେ ବହୁତ ମାନେ ବଡ଼ ଭାଇ ହିସାବରେ ବହୁତ ବଢ଼ିଆ ଲୋକ ଆଉ ଯେଉଁ ହିରୋ ହିରୋଇନ୍ ଯେଉଁମାନେ କାମ କରିଥିଲି ତାଙ୍କ ସହ ରିଲେସନ୍ ବହୁତ ବଢ଼ିଆ ଆଉ ସେମାନେ ପୁରା ନିଜର ମାନେ ପିଲା ଭଳିଆ ଚଳୁଥିଲେ ଭାଇ ଭଳିଆ ଭାଇ ଭଉଣୀ ଭଳିଆ ଚଳୁଥିଲେ ତାପରେ ଏଇଠି ଶୁଣନ୍ତୁ ଯେ ଯାହାର କଳା ପ୍ରତି ଇଣ୍ଟରେଷ୍ଟ ଥିବ ସେ ଏଇସବୁ କାମ କରିବାକୁ କେବେ ମୁଣ୍ଡରେ ଆସିବନି ଦେଖନ୍ତୁ ଆଜ୍ଞା ଆମେ ଆସୁ ଆମ ନିଜର ଗୋଟେ ଯେଉଁ ମାନେ ସ୍ୱପ୍ନଟାକୁ ସାକାର କରିବା ପାଇଁ କେମିତି ଗୋଟେ ଭଲ ଫିଲ୍ମ ଦେବୁ କିନ୍ତୁ ଏଠି ଏଇ ଯେଉଁ କାଷ୍ଟିଂ ଆଉଟ୍ ୱାର୍ଡ଼ଟା ଏଇଟା ବାରମ୍ବାର ମୁଁ ଶୁଣିଛି ଏଇଟା ଏଇ ସୋସାଇଟିରୁ ବାହାରୁଛି ଆମ ଫିଲ୍ମ ଇଣ୍ଡଷ୍ଟ୍ରି ସବୁବେଳେ ଏଇଟା ବାହାରେ କିନ୍ତୁ ମୋ ମତରେ ଏଟାକୁ ମାନେ ଅତି ଘୃଣ ଜିନିଷ ଏକୁ ପ୍ରଶ୍ରୟ ଦେବା କଥା ହିଁ ନୁହେଁ ଆଉ ମୋର କୌଣସି ଆକ୍ଟର କି ଆକ୍ଟ୍ରେସ୍ ମାନଙ୍କ ସାଙ୍ଗରେ ସେମିତି କିଛି ସମ୍ପର୍କ ନାହିଁ କିମ୍ବା କୌଣସି ଭଗବାନଙ୍କୁ ନ କରନ୍ତୁ କାହାର କୌଣସି ପ୍ରଯୋଜକ ସାଙ୍ଗରେ ସେଭଳିଆ ମାନେ ସିଚୁଏସନ୍ ନ ଆସୁ ଯେ ଏଇସବୁ କଥାକୁ ଲୋକ ମାନେ ବାରମ୍ବାର ଉଠେଇବେ ଆଜ୍ଞା এই ফিল্ম পরে নেক্সট ফিল্ম ଆଉ କ'ଣ ଆଣିବେ ୟା ପରେ ଦୁଇଟା ଫିଲ୍ମର ପ୍ଲାନିଂ ଚାଲିଛି ଜଷ୍ଟ ଏଇଟା ଏପ୍ରିଲ ସରିଲା ପରେ ଆମେ ଜୁନ୍କୁ ଆଉ ଗୋଟେ ଫିଲ୍ମ ନେଇକି ଆସୁଛୁ ବହୁତ ଶୀଘ୍ର ତାର ମାନେ ଡିକ୍ଲେୟାର କରିବୁ ତାର ଏ ଫିଲ୍ମ ଦ୍ୱାରା କିଛି ଲୋକ ଘରେ ସପୋର୍ଟ କରନ୍ତି ଆମ ଘରେ ଫ୍ୟାମିଲି ସପୋର୍ଟ କରୁଛନ୍ତି ଫ୍ୟାମିଲି ପୁରା ସପୋର୍ଟ ଆଜ୍ଞା ଫ୍ୟାମିଲି ପୁରା ସପୋର୍ଟ କରୁଛନ୍ତି ଯଦି କାହା ଫ୍ୟାମିଲି ସପୋର୍ଟ ନଥିଲେ ଏତେ ଆଗକୁ ଆମେ ଆସିପାରିବୁନି ବିବାଦୀୟ ଘଟଣା ଆସେ ସ୍ୱାମୀ ଫିଲ୍ମ କରୁଥିବ ସ୍ତ୍ରୀ ତାକୁ ଟାଣୁଥିବ ପୁରା ନା ନା କାଷ୍ଟିଂ କାଜ୍ ପଡ଼ିବ ଝିଅମାନଙ୍କର ବେଶୀ କଥା କୁହନି ସେମିତି ଫିଲ୍ କରୁଛି ନାଇଁ ନାଇଁ ଶୁଣନ୍ତୁ ମୋ ୱାଇଫ୍ ଜଣେ ସେ ବି ଜଣେ ନ୍ୟୁଜ୍ ରିଡ଼ର ଜଣେ ଲେକ୍ଚର ଜଣେ ସିଏ ପେଶାରେ ଜଣେ ଲେକ୍ଚର ସିଏ ଅଛନ୍ତି ସେ ବି ଜଣେ ସିଙ୍ଗର ଜଣେ ତେଣୁ ସେମିତି ଆମ ମାନେ ଫ୍ୟାମିଲିରେ ବି ସେମିତି ମ୍ୟୁଜିକ୍ ପ୍ରତି ଆମର ମାନେ ସ୍ୱାମୀ ସ୍ତ୍ରୀ ଦୁଇ ଜଣଙ୍କର ମାନେ ଅହେତୁକ ମାନେ କ'ଣ ଥାଏ ଅବିଳତା ଥାଏ ତେଣୁ ସେମିତି କିଛି ନାହିଁ ସମସ୍ତେ ସପୋର୍ଟ କରନ୍ତି ଘରେ ବାପା ମା ଭାଇ ଭଉଣୀ ସମସ୍ତେ ସପୋର୍ଟ କରନ୍ତି